ସମସ୍ତଙ୍କୁ। ଆଜିର ଟପିକ୍ ହେଉଛି କ'ଣ ଓଡ଼ିଶାରେ କ'ଣ ଡଙ୍ଗା ହେଇପାରେ କି? ଏ ଫିଲ୍ମ ବାହାରିଲା ପରେ ଡଙ୍ଗା ହେଇପାରେ କି? ସନାତନୀ ଧର୍ମ, କର୍ମ ହିଁ ଧର୍ମ। ସମସ୍ତେ ପୁରା ଚାନିଆ, ସମସ୍ତେ ପୁରା ଆଶ ଦେଇ ଯାଉଛନ୍ତି। ଖ୍ରୀଷ୍ଟିଆନ ଲୋକମାନେ ଡରୁଛନ୍ତି, ଭୟ କରୁଛନ୍ତି। କ'ଣ ଡଙ୍ଗା ହେଇପାରେ କି? ଆମ କ'ଣ ମାରି ଦେଇପାରନ୍ତି କି? ଆମ କ'ଣ ମାରିବେ କି ସେମାନେ? ଭୟରେ। ଆଉ ଖ୍ରୀଷ୍ଟିଆନ ଲୋକମାନେ ବି ଭୟ ଅଛନ୍ତି, ହିନ୍ଦୁ ଲୋକମାନେ ବି ଭୟରେ ଅଛନ୍ତି। କାହିଁକି? 2017, 2015, 12, 13ରେ ଗୋଟେ ଡଙ୍ଗା ହେଇଥିଲା। ଖ୍ରୀଷ୍ଟିଆନ ଲୋକ ବି ମଲେ, ହିନ୍ଦୁ ଲୋକମାନେ ବି ମଲେ। ହେଲେ ସେମାନେ ବି ବୁଝିବା କଥା, ଜାଣିବା କଥା। ହେଲେ ଡଙ୍ଗା କାହିଁକି କରାହେଉଛି? ଡଙ୍ଗା ହବ କ'ଣ ପାଇଁ ଓଡ଼ିଶାରେ? ଯଦି ଡଙ୍ଗା ହୁଏ ଓଡ଼ିଶାରେ ପ୍ରତ୍ୟେକ ଓଡ଼ିଶାର ହିଁ ଅପମାନ ଯାଉଛି, ଓଡ଼ିଶା ହିଁ ଲାଜରେ ଯାଉଛି। କାହିଁକି ନା ଏତେ ଶୃଙ୍ଖଳା ଦେଶରେ, ଏତେ ଶିକ୍ଷିତ ଦେଶରେ କ'ଣ ଡଙ୍ଗା ହେଇଯିବ? ସମସ୍ତେ ପୁରା ଛାନିଆ। କିନ୍ତୁ ଯଦି ଡଙ୍ଗା ହୁଏ, ଏ ଫିଲ୍ମ ଯୋଗୁଁ ଡଙ୍ଗା ହୁଏ, କେବେ ମଧ୍ୟ ଡଙ୍ଗା ହୁଏ ନାହିଁ। କାହିଁକି ନା ଧର୍ମ ହିଁ କର୍ମ। ଏ ଫିଲ୍ମ ପାଇଁ ଆଉ ସେ ତପି ମିଶ୍ର ଭାଇ ପୁରା ସ୍ୱର୍ଗକୁ ଉଠୁଛନ୍ତି। ଉଠିଲେ ମଧ୍ୟ କିଛି ଲାଭ ନାହିଁ। ତାର ମଧ୍ୟ ଜୀବନ ଅଛି, ତାର ମଧ୍ୟ ଶରୀର ଅଛି, ତାର ମଧ୍ୟ ଜଗତରେ ବା ପୃଥିବୀରେ ବଞ୍ଚିବା ପାଇଁ ତାର ବି ଅଛି। କିନ୍ତୁ ସିଏ ଜାଣିବା କଥା, ଆରେ ମୋର ଯେମିତି ବଞ୍ଚିବାର ଅଛି, ସମସ୍ତଙ୍କର ମଧ୍ୟ ଖ୍ରୀଷ୍ଟିଆନ ହଉ, ହିନ୍ଦୁ ହଉ, ମୁସଲମାନ, ସମସ୍ତଙ୍କର ମଧ୍ୟ ଠିକ୍ ସେମିତି ବଞ୍ଚିବାର ଏ ଜଗତରେ ଆବଶ୍ୟକ ରହିଛି। କିନ୍ତୁ ସିଏ ଭାବୁଛନ୍ତି ଖ୍ରୀଷ୍ଟିଆନ ଲୋକମାନଙ୍କୁ ସମସ୍ତଙ୍କୁ ସାଫା କରିଦେଇକି, ଆଉ ଖ୍ରୀଷ୍ଟିଆନ ଲୋକମାନେ ସମସ୍ତଙ୍କୁ ଡଙ୍ଗା କରି ସମସ୍ତଙ୍କୁ ମାରିଦେଇକି ମୁଁ ଜଣାକେ ରାଜ କରି ବୋଲି ଭାବୁଛନ୍ତି। କିନ୍ତୁ ରାଜ କରିପାରିବେ ନାହିଁ। ସମୟ ଆସିବ, ସେଇ ସମୟରେ ସେ ଠିକ୍ ବୁଝିବ। ସେ ବୁଝି ନାହିଁ, ମୁଣ୍ଡକୁ ନେଇ ନାହିଁ। ତା ମୁଣ୍ଡରେ ଖାଲି ଗୋବର ଅଛି, ମସଲା ଅଛି। ଯଦି ବିବେକ ବୋଲି କିଛି ଥାନ୍ତା ତାହେଲେ ସେ ଭାଇ ବୁଝିଥାନ୍ତେ, ସେ ତପି ମିଶ୍ର ଭାଇ। ଆରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ କେତେ ଅପମାନ କରିବ, ଆଉ ଧର୍ମକୁ କେତେ ତମେ ଆଉ ଅପମାନ କରିବ? ଆଉ କେହି ମଧ୍ୟ ବାହାରୁ ନାହାନ୍ତି, କିନ୍ତୁ ସେ ଜଣେ ହିଁ ବାହାରୁଛନ୍ତି। ଯଦି ଡଙ୍ଗା ହୁଏ ତ ସେମାନେ ଯଦି ଆଉ କହୁଛନ୍ତି କ'ଣ ବୋଲି କହୁଛନ୍ତି, ଭୁଲରେ ଯଦି ଆମେ ଖ୍ରୀଷ୍ଟିଆନ ଧର୍ମକୁ ଯାଇଥିଲୁ, ଆଉ ଖ୍ରୀଷ୍ଟିଆନ ଧର୍ମକୁ ଗ୍ରହଣ କରିଥିଲୁ, ସରି କହିକି ଆଉ ତମେ ହିନ୍ଦୁ ଧର୍ମରେ ସାମିଲ ହେଇଗଲେ ଭଲ। ଯଦି ସାମିଲ ନ ହେଲେ କ'ଣ ହବ, ଆଗକୁ ଯାହା ହବ ଆପଣ ଦେଖିବେ ବୋଲି କହୁଛନ୍ତି। ଆରେ ଡଙ୍ଗା କରିବେ କି ଖ୍ରୀଷ୍ଟିଆନ ଲୋକ କରିବେ କି? ନାହିଁ। ସନାତନ ଧର୍ମ ହିଁ କର୍ମ। ଏଇ ଲୋକମାନେ ହିଁ ଡଙ୍ଗା କରିବା ପାଇଁ ଇଚ୍ଛା କରୁଛନ୍ତି, ଆଉ ଡଙ୍ଗାକୁ ଖୋଜୁଛନ୍ତି ସେମାନେ ହିଁ। କିନ୍ତୁ ଖ୍ରୀଷ୍ଟିଆନ ଲୋକମାନେ କେବେ ଡଙ୍ଗା ଇଚ୍ଛା କରନ୍ତି ନାହିଁ। ସମସ୍ତେ ଭାଇ ଭାଇ, ସମସ୍ତେ ଆଉ ଜଗତରେ ବଞ୍ଚିବା ପାଇଁ ସମସ୍ତଙ୍କର ବି ଇଚ୍ଛା ଅଛି। କିନ୍ତୁ ହିନ୍ଦୁ ଲୋକମାନଙ୍କର ଆଉ ଖ୍ରୀଷ୍ଟିଆନ ଲୋକମାନେ ନ ବଞ୍ଚନ୍ତୁ, ଆଉ ଖ୍ରୀଷ୍ଟିଆନ ଲୋକମାନେ ଆଉ ଜଗତରେ ନ ରୁହନ୍ତୁ, ସେମାନେ ସମସ୍ତଙ୍କୁ ସାଫା କରିଦେବା। ଯଦି ହିନ୍ଦୁ ଧର୍ମକୁ ଗ୍ରହଣ କଲେ ତ ବଞ୍ଚିବେ, ଯଦି ହିନ୍ଦୁ ଧର୍ମକୁ ଗ୍ରହଣ କରିବେନି ସମସ୍ତଙ୍କୁ ସାଫା କରିଦେବା। ସେ ତପି ମିଶ୍ର ଭାଇ କହିବା ଉଦ୍ଦେଶ୍ୟ ହେଉଛି ଏଇଆ। ମୁଁ ଆକା ଜଣେ ରାଜ କରିବି, ଆଉ ମୋ ହିନ୍ଦୁ ଧର୍ମ ସମସ୍ତଙ୍କର ରାଜ ଏକ ରହୁ। କିନ୍ତୁ ଖ୍ରୀଷ୍ଟିଆନ ଧର୍ମ ମାନେ ଆଉ ସେମାନେ ଯଦି ହିନ୍ଦୁ ଧର୍ମ ଗ୍ରହଣ କଲେ ଭଲ ରହିବ। ଯଦି ହିନ୍ଦୁ ଧର୍ମକୁ ଯଦି ଗ୍ରହଣ କରିବେନି, ସେମାନେ ପାକ୍କା ଡଙ୍ଗା ହବ, ସେମାନେ ସମସ୍ତେ ମରିଯିବେ। ଆରେ ଖ୍ରୀଷ୍ଟିଆନ ଲୋକ ବି ମରିବେ, ହିନ୍ଦୁ ଲୋକ ବି ମରିବେ, ସମସ୍ତେ ମରିବେ। ସେ କଥା ସେ ଭାବି ନାହିଁ, ଡଙ୍ଗା ଖୋଜୁଛି। ଆରେ ହିନ୍ଦୁ ଲୋକମାନଙ୍କର ବି ଶରୀର ଅଛି, ଖ୍ରୀଷ୍ଟିଆନ ଲୋକମାନଙ୍କର ବି ଶରୀର ଅଛି, ତାଙ୍କର ବି ବଞ୍ଚିବାର ଅଛି। ହିନ୍ଦୁ ଲୋକମାନଙ୍କର ବି ବଞ୍ଚିବାର ଅଛି, ଖ୍ରୀଷ୍ଟିଆନ ଲୋକମାନଙ୍କର ବି ବଞ୍ଚିବାର ଅଛି, ସମସ୍ତଙ୍କର ବଞ୍ଚିବାର ଅଛି। କିନ୍ତୁ ସିଏ ମିଶ୍ର ଭାଇ ଭାବୁଛନ୍ତି ଯେ ଖାଲି ହିନ୍ଦୁ ଲୋକମାନେ ହିଁ ବଞ୍ଚନ୍ତୁ, ଖ୍ରୀଷ୍ଟିଆନ ଲୋକମାନେ ସମସ୍ତେ ମରିଯାଆନ୍ତୁ ବୋଲି ଭାବୁଛନ୍ତି। ଏଟା ଭୁଲ। ସେ ତପି ମିଶ୍ର ଭାଇ ସେ ବୁଝିବା କଥା। ତାଙ୍କ ମୁଣ୍ଡରେ ବୁଦ୍ଧି ଅଛି, ବୁଦ୍ଧି ନାହିଁ ତାଙ୍କ ମୁଣ୍ଡରେ ଗୋବର ଅଛି। ଯଦି ବା ବୁଦ୍ଧି ଥାନ୍ତା, ଦିମାଗ ଥାନ୍ତା ବୋଲେ ଏଭଳିଆ କଥା କହିନଥାନ୍ତେ। ପାଟିରୁ ଯାହା ବାହାରିଲା ତାହା କହି ଚାଲିଲେ, ନଷ୍ଟପ ଚାଲିଲେ। କ'ଣ ହବ?
ସେ ନିଜକୁ ଭାବୁଛି ବୋଧେ ମୁଁ ଜଣେ ଜଗତର ମୁଁ ସୃଷ୍ଟିକର୍ତ୍ତା ଆଉ ମୁଁ ଧର୍ମକୁ ମୁଁ ବଞ୍ଚେଇବି। ସିଏ ଜଣେ ଭାବୁଛନ୍ତି ମୁଁ ଜଣେ ଭଗବାନ, ମୁଁ ଧର୍ମକୁ ମୁଁ ବଞ୍ଚେଇବି। ଆଗେ ଆସୁଛନ୍ତି ସେ ତାପି ମିଶ୍ର ଭାଇ। ସେ ଭଗବାନ ନୁହନ୍ତି, ସେ ବି ଆମ ପରି ମଣିଷ, କିନ୍ତୁ ସେ ନିଜକୁ ଭାବୁଛି ମୁଁ ଜଣେ ଭଗବାନ, ମୋ ଧର୍ମକୁ ମୁଁ ବଞ୍ଚେଇବି। ଆରେ ଧର୍ମକୁ ବଞ୍ଚେଇବା ଲୋକ ଉପରେ ଅଛନ୍ତି, ଧର୍ମକୁ ରକ୍ଷା କରିବା ପରମେଶ୍ୱର ଉପରେ ଅଛନ୍ତି, କିନ୍ତୁ ଏମାନେ ନିଛାଡ଼ିଆରେ କ'ଣ କରୁଛନ୍ତି? ଧର୍ମକୁ ବଞ୍ଚେଇବୁ। ଆରେ ଭାଇ ତମେ ଟିକେ ବୁଝ, ତମେ ଟିକେ ବୁଝିବାର ଅଛି ନା। ତମେ ମଣିଷ ପରା, ତମେ କ'ଣ ଭଗବାନ ହେଇଯାଇଛ କି? ତମେ ଯଦି ଭଗବାନ ହେଇଥାନ୍ତ ତାହେଲେ ଧର୍ମକୁ ନେଇ ତମେ ଝଗଡ଼ା କରିନଥାନ୍ତ, ଆଉ ଧର୍ମକୁ ତମେ ଘୃଣା ବି କରିନଥାନ୍ତ। ତମେ ଆମ ପରି ମଣିଷ, ଆମ ପରି ରକ୍ତ ଅଛି, ଆମ ପରି ଜୀବନ ଅଛି ତମର। ତମେ ବି ଦିନେ ମରିଯିବ, ଆମେ ବି ଦିନେ ମରିଯିବୁ। ଆଉ ଖ୍ରୀଷ୍ଟିଆନ ଲୋକ ବି ଦିନେ ସମୟ ତାଙ୍କର ଆସିବ, ସେମାନେ ସେଇଦିନ ମରିଯିବେ। ଆଉ ହିନ୍ଦୁ ଲୋକମାନେ ବି ତାଙ୍କର ବି ଆଉ ସମୟ ଆସିବ, ସେଇଦିନ ସେମାନେ ମରିଯିବେ। ସେଥିପାଇଁ ପୁରା ଆଉ ଗୀତରେ ମଧ୍ୟ ଅଛି କ'ଣ ବୋଲି, ମାଟିର ମଣିଷ ମାଟିରେ ମିଶିବ, ଚିରଦିନ କେବେ ମଧ୍ୟ ରହିପାରେ ନାହିଁ। ଆମର ଶରୀର ହେଉଛି ଆଉ ମାଟି, ଆଜି ଅଛି କାଲି ନାହିଁ। ଆଉ କେତେବେଳେ କୋଉ ମୁହୂର୍ତ୍ତରେ ଆମର ଜୀବନ ଚାଲିଯିବ, ମାଟିରେ ମିଶିଯିବା। ଆମେ ମାଟିର ତିଆରି ମଣିଷ, ଆମେ ସେ ଶରୀରକୁ ଆମେ ଲୋଭ କରୁଛୁ, ସେ ଶରୀରକୁ ଆମେ ବଞ୍ଚେଇବା ପାଇଁ ଜଗତକୁ ଆସିଛୁ। କେଉଁ ଦିନ ପରମେଶ୍ୱର ନେଇଯିବେ, ଆମର ଆତ୍ମା ସ୍ୱର୍ଗକୁ ଯିବ, ଆଉ ଆମର ଶରୀର ମାଟିରେ ମିଶିଯିବ। ସେଟା ବି ଆପଣମାନେ ବୁଝିବାର ଅଛି। ତାପି ମିଶ୍ର ଭାଇ ସେଟା ବି ବୁଝିବାର ଅଛି। ମୁଁ ଯଦି ମରିଯିବି, ଶରୀର ମଧ୍ୟ ମୋର ସ୍ୱର୍ଗକୁ ଯିବ, ଆଉ ମୋ ଶରୀର ଆଉ ଭଗବାନଙ୍କ ନିକଟକୁ ଯିବ ବୋଲି ଭାବୁଛ କି? କେବେ ନାହିଁ। ତମର ବି ପାଳି ଅଛି, ମରିବାର ଅଛି, ତମର ବି ନିତାନ୍ତ ମରିବ। ମୁଁ କାଳେ ବଞ୍ଚିକି ରହିବି, ସମସ୍ତେ ମରନ୍ତୁ ବୋଲି ଭାବୁଛ କି? କେବେ ନାହିଁ। ଆଉ ଡଙ୍ଗା ହେଇଯିବ କାଳେ, ଖ୍ରୀଷ୍ଟିଆନ ଲୋକମାନେ ସମସ୍ତଙ୍କୁ ସଫା କରିଦେବି, ମୁଁ ଜଣେ ରାଜ କରିବି ଏ ଜଗତରେ ବୋଲି ଭାବୁଛ କି? କେବେ ନାହିଁ। ସେମିତି ବି ନିଜକୁ କେବେ ମଧ୍ୟ ବୁଦ୍ଧିମାନ ଲୋକ ବୋଲି ଭାବ ନାହିଁ। ମୁଁ ନିଜକୁ ତମେ କେବେ ବୋଲି ଆଉ ମୁଁ ଜ୍ଞାନୀ ଲୋକ ବୋଲି ଭାବ ନାହିଁ କି ନିଜକୁ ମୁଁ ଜଣେ ଭଗବାନ, ମୁଁ ମାନେ ଧର୍ମକୁ ମୁଁ ରକ୍ଷା କରିବି, ଧର୍ମକୁ ମୁଁ ବଞ୍ଚେଇ ବୋଲି କେବେ ମଧ୍ୟ ଭାବ ନାହିଁ। ତାପି ମିଶ୍ର ଭାଇ ତମର ବି ପାଳି ଅଛି, ତମେ ବି ଦିନେ ନହେଲେ ଦିନେ ମରିଯିବ। ସେଇଦିନ ତମର ଆତ୍ମା କୋଉ ସ୍ଥାନକୁ ଯିବ ସେଇଟା ମଧ୍ୟ ତମେ ଜାଣିନ ଏପର୍ଯ୍ୟନ୍ତ। ଯଦି ବା ଜାଣିଥାନ୍ତ ତାହେଲେ ତମେ ଧର୍ମକୁ ନେଇ ତମେ ଆଉ ଏତେ ସୃଷ୍ଟି କରିନଥାନ୍ତ ଝଗଡ଼ା, ବା ସୃଷ୍ଟି କରିନଥାନ୍ତ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଅପମାନ କରିବା ପାଇଁ, ତୁଚ୍ଛ କରିବା ପାଇଁ। ଖ୍ରୀଷ୍ଟିଆନ ଲୋକମାନଙ୍କୁ ଘୃଣା କରେ, ପରମେଶ୍ୱରଙ୍କୁ ମୁଁ ଘୃଣା କରେ। ପରମେଶ୍ୱର ଅଛନ୍ତି ଜଣେ, ସନାତନ ଧର୍ମ ହିଁ କର୍ମ, କିନ୍ତୁ ଖ୍ରୀଷ୍ଟିଆନ ବୋଲି ଧର୍ମ କିଛି ନାହିଁ ବୋଲି କହୁଛ। ଲାଜ ବୋଲି କିଛି, ଶରମ ବୋଲି କିଛି ନାହିଁ ତମର। ଆରେ ସମସ୍ତଙ୍କର ଧର୍ମ ଅଛି, ସବୁ ଧର୍ମ ଅଛି, ସେମାନେ ସେ ଧର୍ମରେ ସେମାନେ ପାଳନ କରନ୍ତୁ। ଆରେ ତମେ କିଏ? ଜଗତ ସୃଷ୍ଟିକର୍ତ୍ତା, ଆଉ ଜଗତର ପ୍ରତ୍ୟେକ ଉଦ୍ଧାରକର୍ତ୍ତା, ଆଉ ଆତ୍ମାକୁ ଜୀବନ ଦେବା ପରମେଶ୍ୱର ନାହିଁ। ତମେ ବା ମଣିଷ। ତମେ ଟିକେ ଚିନ୍ତା କର, ଟିକେ ବୁଝ, ମସଲାକୁ ଟିକେ ନିଅ, ମାଇଣ୍ଡକୁ ଟିକେ ନିଅ, ତାପରେ କଥାବାର୍ତ୍ତା କରିବ। କୋଉଟା ଭୁଲ କୋଉଟା ଠିକ ସେଟା ସେଇ କଥାବାର୍ତ୍ତା ତମେ ଜାଣିନ। ପାଟିରୁ ଯାହା ବାହାରିଲା ତାହା କହିଲେ, ପାଗଳ ମାନଙ୍କ ପରି। ପାଗଳ ମାନେ ଯେମିତି ଆଉ ପାଟିରୁ ଯାହା ବାହାରିବ ତାହା ହିଁ କହିବେ। ଯଦି ମାରିବା ପାଇଁ ଯଦି ଦିମାଗ ଯଦି କାମ ଦେବନି, ଜଣକୁ ମାରି ବି ଦେବେ ସେମାନେ। ଯାହାକୁ ପାଇବେ ତାକୁ ମାରିବେ ପାଗଳ ମାନେ। ଠିକ ସେମିତି ସେ ତାପି ମିଶ୍ର ଭାଇ, ସେ ପାଗଳ ମାନଙ୍କ ପରି କଥାବାର୍ତ୍ତା କରୁଛନ୍ତି, ମସଲା ନଥିଲା ଭଳି। ତମର ଦିମାଗ ଅଛି, ମସଲା ବି ଅଛି, ଠିକ ସେମିତି ତମେ ସମସ୍ତଙ୍କୁ ବ୍ୟବହାର କର। ସମସ୍ତଙ୍କୁ ବ୍ୟବହାର କରିବା ଶିଖ। ତମେ ଆକ୍ଚୁଆଲି ଶିଖିନ। ତମେ ଏକ ନମ୍ବର ମୂର୍ଖ ଲୋକଟା। ଯଦି ବୁଦ୍ଧିମାନ ଲୋକ ହେଇଥାନ୍ତ ବୋଲେ ଏଇଭଳିଆ କଥା କେବେ ମଧ୍ୟ କହିନଥାନ୍ତ। ଆରେ ଏତେ ଜଣ ହିନ୍ଦୁ ଲୋକମାନେ ଅଛନ୍ତି, କାହିଁ ସେମାନେ ତ ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ ବିରୋଧ କରୁନାହାନ୍ତି। କିନ୍ତୁ ତାପି ମିଶ୍ର ହିଁ ଜଣେ ବାହାରିଛନ୍ତି ଧର୍ମ ରକ୍ଷା କରିବା ପାଇଁ। ଏ ବୋଉଲ, ଏମିତି କ'ଣ ଭଗବାନ ହେଇଗଲା ସିଏ? ଏ ବୋପାଲ,
ଆରେ ତମେ ବି ମଣିଷ ପରା, ମଣିଷ ହେଇକି ରହିବା ଚେଷ୍ଟା କର। ତମେ ଭଗବାନ ହେବା ପାଇଁ ଚେଷ୍ଟା କର ନାହିଁ, ଆଉ ତମେ ଭଗବାନ ହେଇକି ଧର୍ମକୁ ରକ୍ଷା କରିବା ପାଇଁ ତମେ ଚେଷ୍ଟା କର ନାହିଁ। ତମେ ବି ମାଟିର ମଣିଷ, ଚିରଦିନ ତମ ସହିତ ରହିପାରିବନି ଶରୀର। ଏବେ ଅଛି ଏବେ ମରିଯିବ, ତାହା ଭାବିଛ କି ନାହିଁ? ତାହା ବି ଚିନ୍ତା କର। ତାପରେ ତମେ ଡଙ୍ଗା କରିବା ପାଇଁ ତମେ ଇଚ୍ଛା କରିବ। ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆଉ ହିନ୍ଦୁ ଲୋକମାନେ ଖ୍ରୀଷ୍ଟିଆନ ଲୋକମାନେ ହିନ୍ଦୁ ଲୋକମାନଙ୍କୁ ଜବରଦସ୍ତ ଧର୍ମ ଗ୍ରହଣ କରୁଛନ୍ତି ବୋଲି ଆଉ ତମେ ମିଛରେ ସମସ୍ତଙ୍କୁ ଆଉ ପବ୍ଲିକରେ ମଧ୍ୟ କହି ପକାଉଛ। ଆରେ 33ଟା ଦେବତା ଅଛନ୍ତି, କିନ୍ତୁ 33ଟା ମଧ୍ୟରେ ଜଣେ ହିଁ ଈଶ୍ୱର। ସିଏ ହିଁ ଜୀବନ ଦେବେ, ସିଏ ହିଁ ମୁକ୍ତି କରିବେ, ଆଉ ସିଏ ହିଁ ସ୍ୱର୍ଗକୁ ନେବେ। ଆଉ ସେ ପରମେଶ୍ୱରଙ୍କୁ ତମେ କ'ଣ କହୁଛ? ଆଉ ଖ୍ରୀଷ୍ଟିଆନ ବିରୁଦ୍ଧରେ ତମେ ଯାଉଛ, ଆଉ ସିଏ ଜଣେ ଆଉ ବଣ୍ଡ ଭାବିବତୀ ବୋଲି କହୁଛନ୍ତି। ତାପି ମିଶ୍ର ଭାଇ ଏକଦମ ମୂର୍ଖ ଜଣେ, ପାଗଳ ସିଏ ଜଣେ। ସେ ପାଗଳ ବୋଲି ଏଭଳିଆ କଥାବାର୍ତ୍ତା କରୁଛନ୍ତି। କାହିଁ ଏତେ ଜଣ ଅଛନ୍ତି, କାହିଁ ତ ଧର୍ମାନ୍ତକରଣ ବିଷୟ କହୁନାହାନ୍ତି କି ଖ୍ରୀଷ୍ଟ ଧର୍ମ ବିଷୟରେ କିଛି କହୁନାହାନ୍ତି। ଖାଲି ତମର ହିଁ ଖ୍ରୀଷ୍ଟିଆନ ଲୋକମାନେ ଭୁଲ, ଆଉ ଖ୍ରୀଷ୍ଟର ଧର୍ମ ହିଁ ନାହିଁ, ଏ ଓଡ଼ିଶାରେ ଖ୍ରୀଷ୍ଟିଆନ ଧର୍ମ ହିଁ ନାହିଁ ବୋଲି କହୁଛନ୍ତି। କ'ଣ ତମ ପାଗଳ ଭଳିଆଙ୍କ ଉପରେ କଥାବାର୍ତ୍ତା କରୁଛ କି? ତମେ ବିବେକ ଟିକେ ତୁମେ ଚିନ୍ତା କର ପରା। ଆରେ ଭାଇ ସମୟ ଆସିବ, ବାରମ୍ବାର କୁହାହଉଛି ସମୟ ଆସିବ, ମାଟିର ମଣିଷ ମାଟିରେ ମିଶିବ, ଚିରଦିନ କେବେ ମଧ୍ୟ ତମ ସହିତ ରହିବ ନାହିଁ। ଏବେ ଅଛି ଏବେ ମରିବା, ଆଉ ଆମର ଶରୀର ଆଉ ମାଟିରେ ମିଶିଯିବ, ଆମର ଆତ୍ମା ସ୍ୱର୍ଗକୁ ଯିବ। ସେ ସମୟରେ ତମେ ନର୍କକୁ ଯିବ ନା ସ୍ୱର୍ଗକୁ ଯିବ, ତମେ ଖୋଜିଲେ ବି ସେ ରାସ୍ତା ପାଇବ ନାହିଁ। ତମେ ମନକୁ ପରିବର୍ତ୍ତନ କର, ଆଉ ପ୍ରଭୁଙ୍କ ନିକଟକୁ ଆସ। ତମେ ପୁରା ଆନନ୍ଦରେ ରହିବ, ଖୁସିରେ ରହିବ। ଆଉ ତମେ ଜଗତରେ ରହିକି ତମେ ଜଣେ ଶକ୍ତିଶାଳୀ, ଆଉ ମୁଁ ଧର୍ମକୁ ବଞ୍ଚେଇବି କହିଲେ ହେବ ନାହିଁ, ଆଉ ମୁଁ ଜଣେ ଭଗବାନ କହିଲେ ହେବ ନାହିଁ। ମୁଁ ଜଣେ ହିନ୍ଦୁ ଲୋକମାନଙ୍କର ବା ଖ୍ରୀଷ୍ଟିଆନ ଲୋକମାନଙ୍କର ସମସ୍ତଙ୍କ ମୁଁ ଜଣେ ଭଗବାନ। ଆଉ ଖ୍ରୀଷ୍ଟିଆନ ଲୋକମାନେ ଯଦି ହିନ୍ଦୁ ଧର୍ମକୁ ଗ୍ରହଣ କରିବେ ଆଉ ସନାତନ ଧର୍ମକୁ ଗ୍ରହଣ କରିବେ, ସେମାନେ ମୋତେ ପୂଜା କରିବେ ବୋଲି ଭାବୁଛ କି? ତମେ ଭଗବାନ ହେଇଯାଇଛ ନା, ଧର୍ମକୁ ରକ୍ଷା କରିବ। ଆଉ ସେମାନେ ଯଦି ହିନ୍ଦୁ ଲୋକ ହେଇଯିବେ ଆଉ ସନାତନ ଧର୍ମକୁ ଗ୍ରହଣ କରିବେ, ମୋତେ ସମସ୍ତେ ପୂଜା କରିବେ, ମୁଁ ପ୍ରଶଂସା ପାଇବି, ଆନନ୍ଦ ପାଇବି ବୋଲି ଭାବୁଛ କି? କେବେ ମଧ୍ୟ ହବ ନାହିଁ ଭାଇ। ତମେ ମଣିଷ ହେଇକି ରୁହ ପରା। କେବେ ମଧ୍ୟ ସେମିତି ଭାବ ନାହିଁ। ଯଦି ମୁଣ୍ଡକୁ ପଶୁଛି ତାହେଲେ ତମେ ବାଟକୁ ତମେ ଆସିବ। ଯଦି ଆଉ ବୁଝି ନେବ, ଆଉ ନ ବୁଝିକି ତମେ ଯଦି ଆଉ ଧର୍ମକୁ କାଲି ବକ୍ର କରିଦେଲେ ହେଇଯିବ ନାହିଁ। ଆରେ ତମେ ବି ହିନ୍ଦୁ ଧର୍ମର ଅଛ, କିନ୍ତୁ ହିନ୍ଦୁ ଧର୍ମର ତମେ କ'ଣ ରକ୍ଷା କରିପାରିବ କି? କେବେ ନାହିଁ। କିନ୍ତୁ ମୁଁ ଜଣେ ଧର୍ମକୁ ରକ୍ଷା କରିବି ବୋଲି ଭାବୁଛ, କେବେ ମଧ୍ୟ ରକ୍ଷା କରିପାରିବ ନାହିଁ। ଏମିତିକି ସମୟ ଆସିବ, ସେଇଦିନ ତମକୁ ହାତ ମାରିଲେ ବି କେହି ମଧ୍ୟ ଶୁଣିବା ଲୋକ ନାହାନ୍ତି, କି ଚିଲେଇଲେ ମଧ୍ୟ କେହି ମଧ୍ୟ ଶୁଣିବା ଲୋକ ନାହାନ୍ତି। ସେ ସମୟରେ ତମେ ଧର୍ମକୁ, ଯେଉଁଟା ଖ୍ରୀଷ୍ଟିଆନ ଧର୍ମକୁ ତମେ ଗଇଟା ମାରୁଛ ନା, ସେ ଖ୍ରୀଷ୍ଟିଆନ ଧର୍ମକୁ ତମେ ଆଉ ମାନେ ଖ୍ରୀଷ୍ଟିଆନ ଧର୍ମ ହିଁ ନାହିଁ ବୋଲି କହୁଛ ନା, ସମୟ ଆସିବ সেই ସମୟରେ ଖ୍ରୀଷ୍ଟିଆନ ଲୋକ ହିଁ ତମକୁ ସାହାଯ୍ୟ କରିବେ। ଖ୍ରୀଷ୍ଟିଆନ ଲୋକମାନଙ୍କୁ ହିଁ ତମେ ଯାଇକି ଆଉ ପ୍ରାର୍ଥନା କରିବା ପାଇଁ କହିବ। ସେ ସମୟରେ ଠିକ୍ ବୁଝିବ ମୁଁ ଖ୍ରୀଷ୍ଟିଆନ ଲୋକମାନଙ୍କ ବିରୁଦ୍ଧରେ ଯାଇଛି, ଆଉ ପ୍ରଭୁଙ୍କ ବିରୁଦ୍ଧରେ ମୁଁ ଯାଇଛି ବୋଲି। ତମେ ଟିକେ ଚିନ୍ତା କର, ବୁଝ ଟିକେ। ବୁଝିବା ଲୋକ ହେଇଥିଲେ ଠିକ୍ ବୁଝିବ, ଯଦି ବୁଝିବା ଲୋକ ହେଇନଥିଲେ କେବେ ମଧ୍ୟ ବୁଝିବ ନାହିଁ। ମୁଁ ଏତିକି କହି ରଖୁଛି। ନେକ୍ସଟ ଭିଡ଼ିଓରେ ଆପଣଙ୍କ ସହିତ ସମସ୍ତଙ୍କ ସହିତ ଦେଖା ହେବ। ନମସ୍କାର।